ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଗୀତ ସଂହିତାର 141 ପର୍ବ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ଗୀତରେ ଦୁଷ୍ଟତାରୁ ଉଦ୍ଧାର ପାଇବା ନିମନ୍ତେ ପ୍ରାର୍ଥନାର ବିଷୟକୁ ଆମେ ଲକ୍ଷ୍ୟ କରିବାକୁ ପାରିବା। ଏହି ଗୀତଟି ମଧ୍ୟ ଦାଉଦଙ୍କର ଗୀତ। ଏହା ତାହାଙ୍କ ବ୍ୟକ୍ତିଗତ ଇତିହାସ ସହିତ ସମ୍ପୃକ୍ତ, ବିଶେଷ କରି ଯେଉଁ ସମୟରେ ସେ ସାଉଲଙ୍କଠାରୁ ପଳାୟନ କରିଥିଲେ ସେହି ସମୟର ଅନୁଭୂତି ମଧ୍ୟରୁ ଆସିଅଛି। କିନ୍ତୁ ଏହା ସେହି ଇସ୍ରାଏଲର ଅବଶିଷ୍ଟାଂଶଙ୍କ ନିମନ୍ତେ ଏକ ଶିକ୍ଷାଜନକ ହେବ, ଯେଉଁ ସମୟରେ ସେମାନେ ଦୁଷ୍ଟତା ବିରୁଦ୍ଧରେ ଶେଷ ଥର ପାଇଁ ସଂଗ୍ରାମ କରିବେ ଓ ଏହା ଆଜି ମଧ୍ୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ ଏକ ମହାନ ଶିକ୍ଷା। ତେବେ ଦେଖନ୍ତୁ, ଗୀତ 141 ପର୍ବର ପ୍ରଥମ 2 ପଦରେ ଏହିପରି ଲେଖା ଅଛି, ହେ ସଦାପ୍ରଭୁ, ମୁଁ ତୁମ ନିକଟରେ ପ୍ରାର୍ଥନା କରୁଅଛି, ମୋ ପକ୍ଷରେ ସତ୍ୱର ହୁଅ। ମୁଁ ଡାକିବା ବେଳେ ମୋ ରବରେ କର୍ଣ୍ଣ ଦିଅ। ସୁଗନ୍ଧି ଧୂପ ପରି ମୋ ପ୍ରାର୍ଥନା, ସନ୍ଧ୍ୟାକାଳୀନ ନୈବେଦ୍ୟ ପରି ମୋହର କୃତାଞ୍ଜଳି ତୁମ୍ଭ ଛାମୁରେ ଉପସ୍ଥିତ ହେଉ। ଏହା ହେଉଛି ଭକ୍ତ ଦାଉଦଙ୍କର ପ୍ରାର୍ଥନା। ଜଣେ ବାଇବଲ ବ୍ୟାଖ୍ୟାକାରୀ କହନ୍ତି, ଦାଉଦ ପ୍ରାର୍ଥନାର ପ୍ରେମିକ ଥିଲେ। ସେ ଜଣେ ପ୍ରାର୍ଥନାର ଯୋଦ୍ଧା ଥିଲେ। ସେ କହନ୍ତି ଯେ ପ୍ରାର୍ଥନା ଏକ ସୁଗନ୍ଧି ଧୂପ ପରି। ଆଜି ଆମେ ଯେତେବେଳେ ଖ୍ରୀଷ୍ଟଙ୍କ ନାମରେ ପ୍ରାର୍ଥନା ଓ ପ୍ରଶଂସା କରୁ, ସେହି ପ୍ରାର୍ଥନା ସୁଗନ୍ଧି ଧୂପ ପରି ହୁଏ, ଯେପରିକି ହାରୁଣ ମହାଯାଜକ ସେହି ସମାଗମ ତମ୍ବୁ ମଧ୍ୟରେ ସୁବର୍ଣ୍ଣ ଧୂପବେଦୀ ଉପରେ ସେହି ସୁଗନ୍ଧି ଧୂପକୁ ଛିଞ୍ଚିବା ସମୟରେ ସେହି ଧୂପ ସମାଗମ ତମ୍ବୁରୁ ବାହାରି ଊର୍ଦ୍ଧ୍ୱକୁ ଉଠିଯାଏ। ଦାଉଦ କହନ୍ତି, ସୁଗନ୍ଧି ଧୂପ ପରି ମୋ ପ୍ରାର୍ଥନା ତୁମ ଛାମୁରେ ଉପସ୍ଥିତ ହେଉ। ତେବେ ଯାହା ହେଉନା କାହିଁକି, ସୁଗନ୍ଧି ଧୂପ ହେବା ନିମନ୍ତେ ସେହି ପ୍ରାର୍ଥନା ଏକ ବାଧ୍ୟତାର ଜୀବନ ଦ୍ୱାରା ପରିଚାଳିତ ହେବା ଉଚିତ। ପ୍ରଭୁ ଯୀଶୁ ଏହା ସ୍ପଷ୍ଟ ଭାବେ ଜଣାଇ ଦିଅନ୍ତି ଯେ ଆମେ ଯଦି ଚାହୁଁ ଯେ ଈଶ୍ୱର ଆମମାନଙ୍କର ପ୍ରାର୍ଥନା ଶୁଣି ଆମକୁ ଉତ୍ତର ଦିଅନ୍ତୁ ବୋଲି, ତାହେଲେ ଆମେ ତାହାଙ୍କର ବାଧ୍ୟ ହେବା ଉଚିତ। କିନ୍ତୁ ଆମେ ଯଦି ଭାବୁ ଯେ ଆମେ ଆମର ଇଚ୍ଛା ଅନୁଯାୟୀ ଜୀବନଯାପନ କରିବା ଓ ଈଶ୍ୱର ଆମର ପ୍ରାର୍ଥନାର ଉତ୍ତର ଦିଅନ୍ତୁ ବୋଲି ଅପେକ୍ଷା କରିବା, ତାହେଲେ ତାହା ଏକ ମସ୍ତ ବଡ଼ ଭୁଲ। ତେବେ ଦେଖନ୍ତୁ, ସୁଗନ୍ଧି ଧୂପ ପରି ମୋ ପ୍ରାର୍ଥନା ତୁମ ଛାମୁରେ ଉପସ୍ଥିତ ହେଉ। କିନ୍ତୁ କିପରି? ଏକ ବାଧ୍ୟତାର ଜୀବନ ଦ୍ୱାରା। ପ୍ରଭୁ ଯୀଶୁ ମଧ୍ୟ ପରିଷ୍କାର ଭାବେ ଜଣାଇ ଦେଇଛନ୍ତି ଯେ ଆମମାନଙ୍କର ପ୍ରାର୍ଥନା ଯଦି ଈଶ୍ୱରଙ୍କ ନିକଟରେ ଗୃହୀତ ହେଉ ବୋଲି ଆମେ ଚାହୁଁ ଓ ଆମମାନଙ୍କର ପ୍ରାର୍ଥନାର ଉତ୍ତର ଆମେ ଈଶ୍ୱରଙ୍କଠାରୁ ପାଇବାକୁ ଚାହୁଁ, ତାହେଲେ ଆମେ ମଧ୍ୟ ତାଙ୍କର ବାଧ୍ୟ ହୋଇ ଜୀବନଯାପନ କରିବାକୁ ହେବ। ସେଥିପାଇଁ ଯୋହନ 14 ପର୍ବର 14-15 ପଦରେ ପ୍ରଭୁ ଯୀଶୁ ଏହିପରି କହନ୍ତି, ଯଦି ତୁମେମାନେ ମୋତେ ପ୍ରେମ କର ଓ ମୋର ଆଜ୍ଞା ସବୁକୁ ପାଳନ କର, ତାହେଲେ ମୋ ନାମରେ ଯାହା କିଛି ମାଗିବ ମୁଁ ତାହା କରିବି। ତେଣୁ ଆପଣ ଯଦି ଆପଣଙ୍କର ପ୍ରାର୍ଥନାର ଉତ୍ତର ଚାହାନ୍ତି, ତାହେଲେ ଆପଣ ମଧ୍ୟ ତାହାଙ୍କର ବାଧ୍ୟ ହେବା ନିତାନ୍ତ ଆବଶ୍ୟକ। 141 ପର୍ବର 3 ପଦରେ ଲେଖା ଅଛି, ହେ ସଦାପ୍ରଭୁ, ମୋ ମୁଖ ଆଗରେ ପ୍ରହରୀ ନିଯୁକ୍ତ କର, ମୋ ଓଷ୍ଠାଧରର କବାଟ ରକ୍ଷା କର। ଦାଉଦ କହନ୍ତି, ହେ ପ୍ରଭୁ, ମୋର ଓଷ୍ଠାଧର ଓ ମୋର ଜୀବନ ପରସ୍ପର ମଧ୍ୟରେ ବିଭେଦ ନ ଜନ୍ମାଉ। ମୋର କଥା ଓ କାର୍ଯ୍ୟ ଏକ ପ୍ରକାର ହେଉ। ଆମେ ମଧ୍ୟ ସେହିପରି ପ୍ରାର୍ଥନା କରିବା ଉଚିତ। ପ୍ରଭୁ, ମୋର ପ୍ରାର୍ଥନା ଓ ମୋର ଜୀବନଯାପନ ଯେପରି ଏକ ପ୍ରକାର ହେଉ। 4 ଓ 5 ପଦରେ ଏହିପରି ଲେଖା ଅଛି, ଅଧର୍ମାଚାରୀ ଲୋକମାନଙ୍କ ସଙ୍ଗେ ଦୁଷ୍ଟ କ୍ରିୟାରେ ନିଯୁକ୍ତ ହେବା ପାଇଁ କୌଣସି ମନ୍ଦ ବିଷୟରେ ମୋ ଜିହ୍ୱାକୁ ପ୍ରବର୍ତ୍ତାଅ ନାହିଁ ଓ ସେମାନଙ୍କ ସୁସ୍ୱାଦୁ ଭକ୍ଷ୍ୟ ଭୋଜନ କରିବାକୁ ମୋତେ ଦିଅ ନାହିଁ। ଧାର୍ମିକ ଲୋକ ମୋତେ ପ୍ରହାର କରୁ, ତାହା ମୋ ପ୍ରତି ଦୟା ହେବ ଓ ସେ ମୋତେ ଅନୁଯୋଗ କରୁ, ତାହା ମସ୍ତକରେ ତୈଳ ସ୍ୱରୂପ ହେବ। ମୋ ମସ୍ତକ ତାହା ଅଗ୍ରାହ୍ୟ ନ କରୁ। ସେମାନଙ୍କର ନାନା ଦୁଷ୍ଟତା ସମୟରେ ମୋର ପ୍ରାର୍ଥନା ଚଳୁଥିବ। ଏହି ମନ୍ଦ ଜଗତରେ ଅନେକ ଲୋକ କାର୍ଯ୍ୟ କରନ୍ତି ଓ ବଞ୍ଚି ରହିବା ନିମନ୍ତେ ବିଭିନ୍ନ ଉପାୟରେ ଅର୍ଥ ରୋଜଗାରର ପନ୍ଥା ବାଛି ନିଅନ୍ତି। ମନୁଷ୍ୟ ଯେତେବେଳେ ଏହି ଜଗତ ମଧ୍ୟରେ ଅଛି, ତାହାକୁ ବଞ୍ଚି ରହିବା ନିମନ୍ତେ କିଛି ନା କିଛି କରିବାକୁ ହେବ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେ ଜଗତ ଦ୍ୱାରା ପରିଚାଳିତ ହେବ ବା ଜଗତ ତାହାର ଜୀବନକୁ ଅଧିକାର କରିବ। ଯେତେବେଳେ ଜଣେ ଏହି ଜଗତରେ ବାସ କରେ ଓ ଜାଗତିକ ମନା ଲୋକମାନଙ୍କ ପରି କାର୍ଯ୍ୟ କରେ ଓ ଶୟତାନର ସନ୍ତାନମାନଙ୍କ ପରି ଜୀବନଯାପନ କରେ, ସେ କେବେ ହେଲେ ଈଶ୍ୱରଙ୍କଠାରୁ ତାର ପ୍ରାର୍ଥନାର ଉତ୍ତର ଅପେକ୍ଷା କରିବା ଉଚିତ ନୁହେଁ। ଗୀତ 66 ପର୍ବର 18 ପଦ ପ୍ରକାଶ କରେ, ଯେବେ ମୁଁ ମନ ମଧ୍ୟରେ ଅଧର୍ମକୁ ଆଦର କରେ, ତେବେ ପ୍ରଭୁ ମୋ କଥା ଶୁଣିବେ ନାହିଁ। ଈଶ୍ୱର ଦୁଷ୍ଟର ପ୍ରାର୍ଥନା ଶୁଣିବା ନିମନ୍ତେ ପ୍ରତିଜ୍ଞା କରିନାହାନ୍ତି। କିନ୍ତୁ ତହିଁ ପରିବର୍ତ୍ତେ ଆମେ ଯାକୁବ 5 ପର୍ବର 16 ପଦରେ ଏହିପରି ଉଲ୍ଲେଖ ହୋଇଥିବାର ଲକ୍ଷ୍ୟ କରୁ,
ଧାର୍ମିକ ବ୍ୟକ୍ତିର ପ୍ରାର୍ଥନା ଅନେକ କାର୍ଯ୍ୟ ସାଧନ କରିପାରେ। ପ୍ରଥମ ଯୋହନ 3:22 ପ୍ରକାଶ କରେ, ପୁଣି ଆମ୍ଭେମାନେ ଯାହା ଯାହା ମାଗୁ ସେହିସବୁ ତାହାଙ୍କଠାରୁ ପାଇଥାଉ, କାରଣ ଆମ୍ଭେମାନେ ତାହାଙ୍କର ଆଜ୍ଞା ପାଳନ କରୁ, ପୁଣି ତାହାଙ୍କର ଦୃଷ୍ଟିରେ ଯାହା ସନ୍ତୋଷଜନକ ତାହା କରିଥାଉ। ଦାଉଦ ଚାହିଁଲେ ଯେପରି ପ୍ରଭୁ ତାହାଙ୍କ ଓଷ୍ଠାଧରର କବାଟ ରକ୍ଷା କରନ୍ତି। ସେ ତାହାଙ୍କର ହୃଦୟକୁ କୌଣସି ମନ୍ଦ ବିଷୟରେ କଳୁଷିତ କରିବାକୁ ଚାହିଁଲେ ନାହିଁ। ଆଜି ଆମମାନଙ୍କର ମଧ୍ୟ ସେହିପରି ପ୍ରାର୍ଥନା ହେବା ଉଚିତ। ଆଜି ଆମେ ଯଦି ଈଶ୍ୱରଙ୍କଠାରୁ ଆମମାନଙ୍କର ପ୍ରାର୍ଥନାର ଉତ୍ତର ପାଇବାକୁ ଚାହୁଁ, ତାହେଲେ ଆମେ ଦାଉଦଙ୍କ ଜୀବନର ଆଦର୍ଶକୁ ଅନୁକରଣ କରିବା ଉଚିତ। 8 10 ମଧ୍ୟରେ ଏହିପରି ଲେଖା ଅଛି, କାରଣ ହେ ପ୍ରଭୁ ସଦାପ୍ରଭୁ, ମୋ ଦୃଷ୍ଟି ତୁମ୍ଭ ଆଡ଼େ ଅଛି। ମୁଁ ତୁମ୍ଭଠାରେ ଭରସା ରଖିଅଛି। ମୋ ପ୍ରାଣକୁ ଅନାଥ କରି ତ୍ୟାଗ କର ନାହିଁ। ମୋ ନିମନ୍ତେ ସେମାନଙ୍କ ପାତିତ ଫାନ୍ଦରୁ ଓ ଅଧର୍ମାଚାରୀମାନଙ୍କ ଜନ୍ତାରୁ ମୋତେ ରକ୍ଷା କର। ଦୁଷ୍ଟମାନେ ନିଜ ନିଜ ଜାଲରେ ପଡ଼ନ୍ତୁ, ସେହି ଅବସରରେ ମୁଁ ରକ୍ଷା ପାଏ। ଦାଉଦ ପ୍ରାର୍ଥନା କରନ୍ତି ଯେପରି ସେ ଦୁଷ୍ଟମାନଙ୍କର ଫାଶରେ ନ ପଡ଼ନ୍ତି। ଶୈତାନ ଆମକୁ ସଦାସର୍ବଦା ତାହାର ଫାଶରେ ଧରିବା ନିମନ୍ତେ ପ୍ରୟାସ କରେ ଓ ସେ ସମସ୍ତ ପ୍ରକାରର ଚକ୍ରାନ୍ତ କରେ ଓ କୌଶଳ ପ୍ରୟୋଗ କରେ। ଦୁର୍ଭାଗ୍ୟବଶତଃ ଆମେ ତାହାର ଅନେକ କୌଶଳଗୁଡ଼ିକୁ ଜାଣିପାରୁନାହୁଁ। ଏପରିକି ଆମମାନେ ସେହି କରିନ୍ଥୀୟ ମଣ୍ଡଳୀର ଦୁର୍ବଳ ବିଶ୍ୱାସୀମାନଙ୍କ ପରି ଜ୍ଞାନୀ ନୋହୁଁ, ଯେଉଁମାନଙ୍କ ବିଷୟ ନେଇ ପ୍ରେରିତ ପାଉଲ 2 କରିନ୍ଥୀୟ 2:11 ଏହିପରି ଉଲ୍ଲେଖ କରନ୍ତି, ଯେପରି ଶୟତାନ ଆମମାନଙ୍କର ଅପକାର କରିବାକୁ ସୁଯୋଗ ପ୍ରାପ୍ତ ନ ହୁଏ, କାରଣ ଆମ୍ଭେମାନେ ତାହାର ସମସ୍ତ କଳ୍ପନା ସମ୍ବନ୍ଧରେ ଅଜ୍ଞ ନୋହୁଁ। ଆଜି ଅନେକ ଶୟତାନର କଳ୍ପନାକୁ ଜାଣନ୍ତି ନାହିଁ। ତେଣୁ ଆସୁ ମନ୍ଦତାରୁ ରକ୍ଷାପ୍ରାପ୍ତ ହେବା ନିମନ୍ତେ ପ୍ରାର୍ଥନା କରୁ, ଯେପରି ଆମମାନଙ୍କର ପ୍ରାର୍ଥନା ଯଥାର୍ଥ ପ୍ରାର୍ଥନା ହୋଇପାରିବ। ଦାଉଦ ଚାହିଁଲେ ଯେପରି ପ୍ରଭୁ ତାହାଙ୍କର ଓଷ୍ଠାଧରର କବାଟ ରକ୍ଷା କରନ୍ତି। ପ୍ରିୟ ବନ୍ଧୁ, ଶୟତାନ ଆମମାନଙ୍କୁ ବିଭିନ୍ନ ଉପାୟରେ ତାହାର ଫାଶରେ ପକାଇବା ନିମନ୍ତେ ଚେଷ୍ଟା କରେ ଓ ଆମେ ମଧ୍ୟ ଅନେକ ସମୟରେ ତାହାର ଚକ୍ରାନ୍ତକୁ ବୁଝିବା ନିମନ୍ତେ ସମର୍ଥ ହୋଇପାରିନଥାଉ। ତେଣୁକରି ଆମେ ଯେପରି ଶୟତାନର ଫାନ୍ଦରୁ ରକ୍ଷା ପାଉ, ଏଥିନିମନ୍ତେ ପ୍ରଭୁ ଯୀଶୁଙ୍କ ନିକଟରେ ନିରନ୍ତର ପ୍ରାର୍ଥନା କରିବା ଉଚିତ। ତେଣୁ ଆସୁ ଅଧିକରୁ ଅଧିକ ପ୍ରାର୍ଥନାରେ ସମୟ ଅତିବାହିତ କରିବା ନିମନ୍ତେ ଚେଷ୍ଟା କରୁ, ଯେପରି ଆମେ ଶୟତାନର ହସ୍ତରୁ ଉଦ୍ଧାର ପାଉ। ତେଣୁ ଆମମାନଙ୍କର ଜୀବନରେ ଆମମାନେ ପ୍ରାର୍ଥନାକୁ ଗୁରୁତ୍ୱ ଦେବା ଆବଶ୍ୟକ। ପ୍ରାର୍ଥନା ହିଁ ଆମମାନଙ୍କର ବଳ, ଆଉ ପ୍ରାର୍ଥନା ଦ୍ୱାରା ହିଁ ଆମେ ଈଶ୍ୱରଙ୍କ ସହିତ ସମ୍ପର୍କ ବା ଯୋଗାଯୋଗ ସ୍ଥାପନ କରିଥାଉ। ଆସନ୍ତୁ ଏହାପରେ ଗୀତ ସଂହିତା 142 ପର୍ବ ମଧ୍ୟକୁ ଯିବା। ଏହି ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ଦାଉଦଙ୍କ କ୍ଲେଶ ଭୋଗର ପ୍ରାରମ୍ଭ। ଏହି ଗୀତଟି ଦାଉଦଙ୍କର ମସ୍କିଲ ଅର୍ଥାତ୍ ଏହା ଏକ ଉପଦେଶମୂଳକ ଗୀତ। ଏହି ଗୀତରୁ ଆପଣ ଓ ମୁଁ ଆମେ ମଧ୍ୟ କିଛି ଶିକ୍ଷା କରିପାରିବା। ଏହା ପୁନର୍ବାର ଦାଉଦଙ୍କର ଏକ ମହାନ ପ୍ରାର୍ଥନା। ତେବେ ସେ ଏହି ପ୍ରାର୍ଥନା କରିବା ସମୟରେ କେଉଁଠାରେ ଥିଲେ? ଗୁମ୍ଫା ମଧ୍ୟରେ ଥିଲେ, ଯାହାକି ଏହି ଗୀତର ପ୍ରଥମରେ ଲେଖା ଅଛି। ଗୁମ୍ଫାରେ ଥିବାବେଳେ ଦାଉଦଙ୍କର ମସ୍କିଲ। ତେବେ ଗୀତ 142 ପର୍ବର ପ୍ରଥମ ପଦ ଏହିପରି ଲେଖା ଅଛି, ମୁଁ ନିଜ ରବରେ ସଦାପ୍ରଭୁଙ୍କ ନିକଟରେ କାକୁକ୍ତି କରେ, ମୁଁ ନିଜ ରବରେ ସଦାପ୍ରଭୁଙ୍କ ନିକଟରେ ନିବେଦନ କରେ। ତେବେ ଦାଉଦ ଏହି ସମୟରେ କେଉଁ ଗୁମ୍ଫା ମଧ୍ୟରେ ଆପଣାକୁ ଲୁଚାଇଥିଲେ ସେହି ବିଷୟରେ କିଛି ଲେଖାଯାଇ ନାହିଁ, କିନ୍ତୁ ସେ 2ଟି ଗୁମ୍ଫାରେ ଆପଣାକୁ ଲୁଚାଇଥିଲେ। ଗୋଟିଏ ହେଉଛି ଅଏନ୍ଗଦି ଓ ଅନ୍ୟଟି ହେଉଛି ଅଦୁଲମ୍। କିନ୍ତୁ ସମ୍ଭବତଃ ସେ ଅଦୁଲମ୍ ଗୁମ୍ଫା ମଧ୍ୟରେ ଆପଣାକୁ ଲୁଚାଇବା ସମୟରେ ଏହି ଗୀତଟି ରଚନା କରିଥିଲେ। କାରଣ ଦାଉଦ ଯେତେବେଳେ ସାଉଲଙ୍କ ହସ୍ତରୁ ରକ୍ଷା ପାଇବା ନିମନ୍ତେ ପ୍ରଥମ ଥର ପାଇଁ ଇସ୍ରାଏଲ ଦେଶ ପରିତ୍ୟାଗ କରିଥିଲେ, ସେହି ସମୟରେ ସେ ଏହି ଗୁମ୍ଫାରେ ଆପଣାକୁ ଲୁଚାଇଥିଲେ ଓ ଅନେକ କ୍ଳିଷ୍ଟ, ଋଣଗ୍ରସ୍ତ ଓ ତିକ୍ତମନା ଲୋକ ତାହାଙ୍କର ସଙ୍ଗୀ ହୋଇଥିଲେ, ଯାହାକି ଆମେ ପ୍ରଥମ ସାମୁଏଲ 22 ପର୍ବର 2 ପଦରେ ଲକ୍ଷ୍ୟ କରିବାକୁ ପାରୁ। ପ୍ରାୟ 400 ଲୋକ ଏହି ସମୟରେ ତାହାଙ୍କର ସଙ୍ଗୀ ହୋଇଥିଲେ
ବର୍ତ୍ତମାନ ଏହିପରି ପରିସ୍ଥିତିରେ ତାଙ୍କର ପ୍ରାର୍ଥନାକୁ ଲକ୍ଷ୍ୟ କରନ୍ତୁ। ଗୀତ 142 ପଦରେ ଏହିପରି ଲେଖା ଅଛି, ମୁଁ ତାହାଙ୍କ ଛାମୁରେ ନିଜ ଦୁଃଖର କଥା ଭାଙ୍ଗି କହେ, ମୁଁ ତାହାଙ୍କ ଆଗରେ ଆପଣା ଦୁଃଖ ଜଣାଏ। ଅନ୍ୟ ଅର୍ଥରେ କହିବାକୁ ଗଲେ, ଦାଉଦଙ୍କ ହୃଦୟରେ ଓ ଜୀବନରେ ଯାହା କିଛି ଥିଲା ତାହା ସେ ଈଶ୍ୱରଙ୍କ ନିକଟରେ ରଖିଲେ। ସେ ନିଜର ଦୁଃଖ ପ୍ରଭୁଙ୍କୁ ଜଣାଉଥିଲେ। ଆପଣ ଓ ମୁଁ ଆମେ ମଧ୍ୟ ସେହିପରି ପ୍ରାର୍ଥନା କରିବା ଉଚିତ। ଆମେ ନିଜର ସମସ୍ତ ସମସ୍ୟା ତଥା ବିଷୟ ସବୁକୁ ପ୍ରଭୁ ଯୀଶୁଙ୍କ ନିକଟରେ ରଖିବା ଉଚିତ। ଆମେ ନିଜର ଦୁର୍ବଳତା ତଥା ଅଯୋଗ୍ୟତାକୁ ମଧ୍ୟ ତାହାଙ୍କ ନିକଟରେ ଜଣାଇବା ଉଚିତ। ଆମେ ପରୀକ୍ଷାର ବିଷୟକୁ ଏପରିକି ପ୍ରତ୍ୟେକ ବିଷୟକୁ ତାହାଙ୍କୁ ଜଣାଇବା ଉଚିତ। ଅନେକ ବର୍ଷ ପୂର୍ବେ ପ୍ରଭୁଙ୍କର ଜଣେ ଭକ୍ତ ଦାସ ଏହି ପ୍ରସଙ୍ଗ ନେଇ ଏକ ଚମତ୍କାର ବିଷୟ ଲେଖିଥିଲେ, ଯାହାକୁ ସେ ନାମକରଣ କରିଥିଲେ ଈଶ୍ୱରଙ୍କୁ ଜଣାଅ। ଆପଣଙ୍କ ହୃଦୟରେ ଯାହା ଅଛି ତାହା ଈଶ୍ୱରଙ୍କୁ ଜଣାଅ, ଯେପରିକି ଜଣେ ଜଣଙ୍କର ହୃଦୟକୁ ହାଲୁକା କରେ। ଏହାର ସୁଖକୁ ଓ କଷ୍ଟକୁ ଜଣେ ପ୍ରିୟ ବନ୍ଧୁଙ୍କ ନିକଟରେ ତାହାଙ୍କୁ ନିଜର ସମସ୍ୟା ସବୁ ଜଣାଅ, ଯେପରି ସେ ଆପଣଙ୍କୁ ସାନ୍ତ୍ୱନା ଦେଇପାରନ୍ତି। ତାହାଙ୍କୁ ନିଜର ଆନନ୍ଦ ସବୁ ଜଣାଅ, ଯେପରି ସେ ସେହିସବୁ ସ୍ଥାୟୀ କରନ୍ତି। ତାହାଙ୍କୁ ନିଜର ଆବଶ୍ୟକତା ସବୁ ଜଣାଅ, ଯେପରି ସେ ସେହିସବୁ ପବିତ୍ର କରିପାରନ୍ତି। ତାହାଙ୍କୁ ନିଜର ଅପସନ୍ଦ ବିଷୟ ସବୁ ଜଣାଅ, ଯେପରି ସେହିସବୁକୁ ଅଧିକାର କରିବା ନିମନ୍ତେ ସେ ଆପଣଙ୍କୁ ସାହାଯ୍ୟ କରିବେ। ତାହାଙ୍କୁ ନିଜର ପ୍ରଲୋଭନର ବିଷୟ ସବୁ ଜଣାଅ, ଯେପରି ସେ ସେହି ସବୁରୁ ଆପଣଙ୍କୁ ସୁରକ୍ଷା ଦେବେ। ଆପଣଙ୍କ ହୃଦୟର କ୍ଷତ ସବୁ ତାହାଙ୍କୁ ଦେଖାନ୍ତୁ, ଯେପରି ସେ ସେହିସବୁ ସୁସ୍ଥ କରିପାରନ୍ତି। ଉତ୍ତମ ବିଷୟ ପ୍ରତି ଆପଣଙ୍କର ଶିଥିଳତାକୁ, ମନ୍ଦ ବିଷୟର ସ୍ୱାଦକୁ ଚାଖିବାରୁ ଓ ଆପଣଙ୍କର ଅସ୍ଥିରତାରୁ ଦୂରେଇ ରୁହନ୍ତୁ। ଆପଣଙ୍କୁ ଆପଣଙ୍କର ଆତ୍ମପ୍ରେମ କିପରି ଅନ୍ୟମାନଙ୍କ ପ୍ରତି ଅବିଚାର କରିବାକୁ ପ୍ରବର୍ତ୍ତାଏ ତାହା ତାହାଙ୍କୁ ଜଣାନ୍ତୁ। ଅସରତା କିପରି ଅବିଶ୍ୱସ୍ତ ହେବା ନିମନ୍ତେ ଆପଣଙ୍କୁ ପ୍ରଲୋଭିତ କରେ ତାହା ତାହାଙ୍କୁ ଜଣାନ୍ତୁ। ଅହଙ୍କାର କିପରି ଅନ୍ୟମାନଙ୍କୁ ଯେପରି ସେହିପରି ଆପଣଙ୍କ ନିଜକୁ ଭୁଲାଏ ତାହା ଜଣାନ୍ତୁ। ଆପଣ ଯଦି ଏହିପରି ଭାବେ ଆପଣଙ୍କର ସମସ୍ତ ଦୁର୍ବଳତା, ଆବଶ୍ୟକତା, ସମସ୍ୟା ପ୍ରଭୃତିକୁ ଅଜାଡ଼ି ଦେବେ, ତାହେଲେ ଯାହା ସବୁ କହିବାକୁ ଅଛି ତାହାର କୌଣସି ଅଭାବ ହେବ ନାହିଁ। ଆପଣ ବିଷୟବସ୍ତୁକୁ ଦୋହରାଇବେ ନାହିଁ। ଏହା ନିୟମିତ ଭାବେ ନବୀକରଣ ହୋଇ ଚାଲିଥିବ। ଲୋକମାନେ ଯେଉଁମାନେ ପରସ୍ପରଠାରୁ କୌଣସି ବିଷୟ ଗୁପ୍ତ ରଖନ୍ତି ନାହିଁ, ସେମାନେ କେବେ ହେଲେ କଥାବାର୍ତ୍ତା କରିବାର ବିଷୟ ଆବଶ୍ୟକ କରନ୍ତି ନାହିଁ। ସେମାନେ ସେମାନଙ୍କର ବାକ୍ୟକୁ ଅନ୍ୟଥା କରନ୍ତି ନାହିଁ, କାରଣ ଗୁପ୍ତ ରଖିବା ନିମନ୍ତେ କିଛି ନଥାଏ, କିମ୍ବା ସେମାନେ କିଛି କହିବା ନିମନ୍ତେ ଅନ୍ୱେଷଣ କରନ୍ତି ନାହିଁ। ସେମାନେ ଯାହା ଚିନ୍ତା କରନ୍ତି ତାହା ବିଚାର କରିବା ବିନା ହୃଦୟର ପୂର୍ଣ୍ଣତାରୁ କଥା କହନ୍ତି। ଯେଉଁମାନେ ଈଶ୍ୱରଙ୍କ ସହିତ ଏହିପରି ପରିଚିତ ଓ ଖୋଲାଖୋଲି ଭାବେ ଗୁପ୍ତ ସମ୍ପର୍କ ରକ୍ଷା କରିବା ନିମନ୍ତେ ଚେଷ୍ଟା କରନ୍ତି, ସେମାନେ ଧନ୍ୟ। ପ୍ରିୟ ବନ୍ଧୁ, ସର୍ବଶକ୍ତିମାନ ଈଶ୍ୱରଙ୍କ ସହିତ ଦାଉଦଙ୍କର ସେହିପରି ଏକ ଚମତ୍କାର ସମ୍ପର୍କ ରହିଥିଲା ଓ ତାହାଙ୍କ ହୃଦୟରେ ଯାହା ସବୁ ଥିଲା ତାହା ସବୁ ସେ ଈଶ୍ୱରଙ୍କୁ ଜଣାଇଥିଲେ। ଲକ୍ଷ୍ୟ କରନ୍ତୁ ଯେ ଦାଉଦ କହିଲେ, ମୁଁ ତାହାଙ୍କ ଛାମୁରେ ନିଜ ଦୁଃଖର କଥା ଭାଙ୍ଗି କହେ, ମୁଁ ତାହାଙ୍କ ଆଗରେ ଆପଣା ଦୁଃଖ ଜଣାଏ। ଦାଉଦ ଜଣେ ଯୁବକ ଭାବେ ଇସ୍ରାଏଲର ଅଭିଷିକ୍ତ ରାଜା ଥିଲେ। ସାଉଲ ରାଜାଙ୍କ ଅଗଣା ମଧ୍ୟରେ ସେହି ପାଗଳ ରାଜା ଦାଉଦଙ୍କ ଉପରକୁ ବର୍ଚ୍ଛା ଫିଙ୍ଗିଲେ ଯେପରି ସେ ତାହାଙ୍କୁ ସେହି କାନ୍ଥରେ ଫୋଡ଼ି ମାରିପାରନ୍ତି, କିନ୍ତୁ ସେ ଲକ୍ଷ୍ୟ ହୁଡ଼ିଲେ ଓ ଦାଉଦ ନିଜର ପ୍ରାଣ ବଞ୍ଚାଇବା ନିମନ୍ତେ ସାଉଲଙ୍କ ସମ୍ମୁଖରୁ ଦୌଡ଼ି ପଳାଇଲେ। ଆଉ ଏହିପରି ତାହାଙ୍କୁ ରକ୍ଷା ପାଇବା ନିମନ୍ତେ ବାରମ୍ବାର ଦୌଡ଼ିବାକୁ ପଡ଼ିଥିଲା। ସେହି ପରିସ୍ଥିତି ମଧ୍ୟ ଦେଇ ଏହି ଯୁବକ ତାଙ୍କର ହୃଦୟ ଖୋଲି ଈଶ୍ୱରଙ୍କ ନିକଟରେ ଜଣାଇବାକୁ ଲାଗିଲେ। ଦେଖନ୍ତୁ 142 ପର୍ବର 3 ପଦରେ ଏହିପରି ଲେଖା ଅଛି, ମୋହର ଆତ୍ମା ମୋ ଅନ୍ତରରେ ଉଦ୍ବିଗ୍ନ ହେବାବେଳେ ତୁମେ ମୋର ମାର୍ଗ ଜାଣିଲ। ମୋ ଗମନ ପଥରେ ସେମାନେ ମୋ ପାଇଁ ଗୋପନରେ ଫାନ୍ଦ ପାତି ଅଛନ୍ତି। ସେମାନେ ଦାଉଦଙ୍କୁ ଧରିବା ନିମନ୍ତେ ଚେଷ୍ଟା କରୁଥିଲେ, କିନ୍ତୁ ଦାଉଦ ସାହାଯ୍ୟ ନିମନ୍ତେ ପ୍ରଭୁଙ୍କ ଆଡ଼କୁ ଦୃଷ୍ଟି କଲେ ଓ ପ୍ରଭୁ ତାହାଙ୍କୁ ସାହାଯ୍ୟ କଲେ। ଏହାପରେ 4 ପଦରେ ଲେଖା ଅଛି,
ମୋ ଦକ୍ଷିଣ ପାର୍ଶ୍ୱ ନିରୀକ୍ଷଣ କରି ଦେଖ, ମୋତେ ଜାଣିବା ଲୋକ କେହି ନାହିଁ। ମୋର ଆଶ୍ରୟ ବିନଷ୍ଟ ହୋଇଅଛି, ମୋ ପ୍ରାଣ ପାଇଁ କେହି ଚିନ୍ତା କରେ ନାହିଁ। ଏହା ହିଁ ଥିଲା ଦାଉଦଙ୍କର ପରିସ୍ଥିତି, ଯେତେବେଳେ କି ସେ ପ୍ରଥମେ ସାଉଲଙ୍କର ସେହି ବିଚାରାଳୟକୁ ପରିତ୍ୟାଗ କଲେ, ମାତ୍ର ପରେ ପ୍ରାୟ 400 ଲୋକ ତାହାଙ୍କ ସହ ଯୋଗ ଦେଇଥିଲେ। ସେ ଜାଣିଥିଲେ ଈଶ୍ୱର ସେହି ସମସ୍ତ ସାହାଯ୍ୟ ତାହାଙ୍କୁ ପ୍ରଦାନ କରିଅଛନ୍ତି। ଏହାପରେ 142 ପର୍ବର 5 ପଦରେ ଲେଖା ଅଛି, ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ କାକୁକ୍ତି କରେ। ମୁଁ କହିଲି, ତୁମେ ମୋର ଆଶ୍ରୟ, ଜୀବିତ ଲୋକଙ୍କ ଦେଶରେ ତୁମେ ମୋର ବାଣ୍ଟ। ଏଠାରେ ଆମେ ଦୁଇଟି ବିଷୟ ଲକ୍ଷ୍ୟ କରିବାକୁ ପାରୁଅଛୁ। ଦାଉଦ ଗୁମ୍ଫା ମଧ୍ୟରେ ନିଜକୁ ଲୁଚାଇଥିଲେ, ଆଉ ସେ ଯଦି ସେହି ଗୁମ୍ଫା ମଧ୍ୟରେ ନିଜକୁ ଲୁଚାଇ ନଥାନ୍ତେ, ତାହେଲେ ସାଉଲ ତାହାଙ୍କୁ ବଧ କରିଥାନ୍ତେ। ଦ୍ୱିତୀୟରେ ଆପଣ କହିପାରନ୍ତି ଯେ ସେ ସଦାପ୍ରଭୁଙ୍କ ଉପରେ ନିର୍ଭର କରୁଥିଲେ। ହଁ, ସେ ସଦାପ୍ରଭୁଙ୍କ ଉପରେ ନିର୍ଭର କରିଥିଲେ, ମାତ୍ର ସଦାପ୍ରଭୁ ମଧ୍ୟ ଚାହୁଁଥିଲେ ଯେପରି ଦାଉଦ ତାହାଙ୍କର ସାଧାରଣ ଜ୍ଞାନକୁ ବ୍ୟବହାର କରନ୍ତୁ। ଆସନ୍ତୁ ଏହାପରେ ଗୀତ 143 ପର୍ବ ମଧ୍ୟକୁ ଯିବା। ଏହି ଗୀତରେ ଆମେ ଦାଉଦ ତାହାଙ୍କର ସାହାଯ୍ୟ ନିମନ୍ତେ ଜରୁରୀ ନିବେଦନ କରିବାର ବିଷୟକୁ ଲକ୍ଷ୍ୟ କରିବାକୁ ପାରିବା। ଏହି ଗୀତଟି ଦାଉଦଙ୍କର ଆଉ ଏକ ଚମତ୍କାର ପ୍ରାର୍ଥନା। ଏହା ସାହାଯ୍ୟ ନିମନ୍ତେ ଏକ ଜରୁରୀ ନିବେଦନ। ଦାଉଦ କୌଣସି ବିଷୟକୁ ମନରେ ନ ଧରି ଈଶ୍ୱରଙ୍କ ନିକଟରେ ନିଜର ହୃଦୟକୁ ଖୋଲିଦେଲେ। ଆଜି ଆମେ ମଧ୍ୟ ଈଶ୍ୱରଙ୍କ ନିକଟରେ ସେହିପରି ନିଜର ହୃଦୟକୁ ଖୋଲିଦେବା ଉଚିତ। ଦେଖନ୍ତୁ 143 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ, ମୋ ନିବେଦନରେ କର୍ଣ୍ଣପାତ କର, ତୁମର ବିଶ୍ୱସ୍ତତା ଓ ଧର୍ମରେ ମୋତେ ଉତ୍ତର ଦିଅ। ଦାଉଦ ଈଶ୍ୱରଙ୍କର ବିଶ୍ୱସ୍ତତା ଓ ଧାର୍ମିକତାକୁ ଦୃଷ୍ଟି ଆଗରେ ରଖି ତାହାଙ୍କଠାରୁ ଉତ୍ତର ପାଇବା ନିମନ୍ତେ ନିବେଦନ କରନ୍ତି। ଏହା କ'ଣ ଠିକ୍ ସେହିପରି ନୁହେଁ କି? ଯେତେବେଳେ ଖ୍ରୀଷ୍ଟ ବିଶ୍ୱାସୀମାନେ ପାପ କରନ୍ତି, ସେତେବେଳେ ସେମାନଙ୍କୁ ଯାହା କରିବାକୁ ଅଛି, ପ୍ରଥମ ଯୌନ ପ୍ରଥମ ପର୍ବର 9 ପଦରେ ଲେଖା ଅଛି, ଯଦି ଆମମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ସେ ହେଉଛନ୍ତି ବିଶ୍ୱସ୍ତ ଓ ନ୍ୟାୟବାନ। ଦାଉଦଙ୍କ ପରି ଆମେ ଈଶ୍ୱରଙ୍କର ବିଶ୍ୱସ୍ତତା ଓ ଧାର୍ମିକତା ଉପରେ ଭିତ୍ତି କରି ତାହାଙ୍କ ନିକଟରେ ନିବେଦନ କରୁ। ଏହି ଗୀତଟି ଅତି ଚମତ୍କାର ପ୍ରାର୍ଥନାର ଗୀତ ଓ ଏହା ଆପଣଙ୍କର ଓ ମୋର ଅନୁଭୂତି ମଧ୍ୟରେ ଖାପ ଖାଇପାରିବ। ଏହା ମଧ୍ୟ ଇସ୍ରାଏଲ ଜାତିର ନିବେଦନ। ଏହା ହେଉଛି ସେମାନଙ୍କର ଭରସା, ଯେତେବେଳେ ସେମାନେ ସେମାନଙ୍କର ବିପର୍ଯ୍ୟୟ ସମୟରେ ସାହାଯ୍ୟ ପାଇବା ନିମନ୍ତେ ଈଶ୍ୱରଙ୍କ ନିକଟରେ କ୍ରନ୍ଦନ କରନ୍ତି, ଆଉ ଈଶ୍ୱର ସେମାନଙ୍କୁ ନିରାଶ କରିବେ ନାହିଁ। ଈଶ୍ୱର ଇସ୍ରାଏଲକୁ ପରିତ୍ୟାଗ କରିନାହାନ୍ତି। ମିଖା 7 ପର୍ବର 20 ପଦରେ ଆମେ ଏହିପରି ପାଠ କରୁ, ତୁମ୍ଭେ ପୂର୍ବକାଳଠାରୁ ଆମମାନଙ୍କର ପିତୃପୁରୁଷଗଣ ପ୍ରତି ଯାହା ଶପଥ କରିଅଛ, ଯାକୁବ ପ୍ରତି ସେହି ସତ୍ୟ ଓ ଅବ୍ରାହମ ପ୍ରତି ସେହି ଦୟା ପାଳନ କରିବ। ସେହିପରି ଯାତ୍ରା ପୁସ୍ତକ 2 ପର୍ବର 24-25 ପଦରେ ଆମେ ଏହିପରି ପାଠ କରୁ, ତହିଁରେ ପରମେଶ୍ୱର ସେମାନଙ୍କ ଆର୍ତ୍ତସ୍ୱର ଶୁଣିଲେ, ଆଉ ଅବ୍ରାହମ, ଇସାହାକ ଓ ଯାକୁବଙ୍କ ସହିତ କୃତ ଆପଣା ନିୟମ ସ୍ମରଣ କରି ଇସ୍ରାଏଲ ସନ୍ତାନଗଣ ପ୍ରତି ଦୃଷ୍ଟିପାତ କଲେ ଓ ସେମାନଙ୍କ ଅବସ୍ଥା ଜାଣିଲେ। ଈଶ୍ୱର କାହିଁକି ଇସ୍ରାଏଲ ପ୍ରତି ସହାନୁଭୂତି ଦେଖାଇଲେ? କାରଣ ସେ ବିଶ୍ୱସ୍ତ ଓ ଧାର୍ମିକ ଅଟନ୍ତି। ଆଜି ଇସ୍ରାଏଲର ସମସ୍ୟା କ'ଣ, ତାହା ରୋମିଓ 10 ପର୍ବର 3 ପଦରେ ପ୍ରେରିତ ପାଉଲ ଉଲ୍ଲେଖ କରନ୍ତି। ଯେଣୁ ଈଶ୍ୱରଦତ୍ତ ଧାର୍ମିକତା ବିଷୟରେ ଅଜ୍ଞ ହୋଇ ଓ ଆପଣା ଆପଣା ଧାର୍ମିକତା ସ୍ଥାପନ କରିବାକୁ ଚେଷ୍ଟା କରି ସେମାନେ ଈଶ୍ୱରଦତ୍ତ ଧାର୍ମିକତାର ବଶୀଭୂତ ହୋଇନାହାନ୍ତି। ବିଜାତୀୟମାନଙ୍କର ମଧ୍ୟ ଏହି ସମସ୍ୟା ରହିଅଛି। ସେମାନେ ଧର୍ମକୁ ମୁଖ୍ୟ ସ୍ଥାନ ଦିଅନ୍ତି। ସେମାନେ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ କିଛି କରିବା ପାଇଁ ଚେଷ୍ଟା କରୁଅଛନ୍ତି। କିନ୍ତୁ ପ୍ରିୟ ବନ୍ଧୁ, ସେ ସେମାନଙ୍କ ନିମନ୍ତେ କିଛି ସାଧନ କରିସାରିଛନ୍ତି। ସେ ତାହାଙ୍କର ପୁତ୍ରଙ୍କୁ ସେହି କ୍ରୁଶ ଉପରକୁ ପଠାଇଲେ ପାପ ନିମନ୍ତେ ପ୍ରାୟଶ୍ଚିତ ସାଧନ କରିବା ପାଇଁ। ସେ ଆପଣଙ୍କ ନିମନ୍ତେ ଯାହା ସାଧନ କରିଅଛନ୍ତି, ତାହା ଯେତେବେଳେ ଆପଣ ଗ୍ରହଣ କରନ୍ତି, ସେତେବେଳେ ଆପଣ ତାହାଙ୍କୁ ସନ୍ତୁଷ୍ଟ କରାନ୍ତି। ରୋମିଓ 10 ପର୍ବର 4 ପଦରେ ଲେଖା ଅଛି, କାରଣ ପ୍ରତ୍ୟେକ ବିଶ୍ୱାସୀ ପକ୍ଷରେ ଧାର୍ମିକ ଗଣିତ ହେବା ନିମନ୍ତେ ଖ୍ରୀଷ୍ଟ ବ୍ୟବସ୍ଥାର ଶ୍ରେଷ୍ଠ ଅଟନ୍ତି। ଏହିପରି ମଧ୍ୟ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ପାପ କରିବା ହେତୁ କରନ୍ତି, କାରଣ ସେହି ପ୍ରଭୁ ଯୀଶୁ ଆମମାନଙ୍କୁ ଆମମାନଙ୍କ ପାପରୁ ସୂଚୀ କରିବା ନିମନ୍ତେ ଅତି ବିଶ୍ୱସ୍ତ ଓ ନ୍ୟାୟବନ୍ତ। ପ୍ରଥମ ଯୋହନ 1 ପର୍ବର 9 ପଦରେ ଲେଖା ଅଛି, ଯଦି ଆମମାନେ
ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଏହା ମଧ୍ୟ ଇସ୍ରାଏଲ୍ ଜାତିର ନିବେଦନ। ସେମାନେ ବିଶ୍ୱାସ କରନ୍ତି ଯେ ସେମାନେ ଯେତେବେଳେ ସେମାନଙ୍କର ବିପତ୍ତି ସମୟରେ ତାହାଙ୍କ ନିକଟରେ ନିବେଦନ କରିବେ, ସେତେବେଳେ ଈଶ୍ୱର ସେମାନଙ୍କୁ ନିରାଶ କରିବେ ନାହିଁ, କାରଣ ସେ ସେମାନଙ୍କୁ ପରିତ୍ୟାଗ କରିନାହାନ୍ତି କି ପରିତ୍ୟାଗ କରିବେ ନାହିଁ। ସେ ସେମାନଙ୍କ ପ୍ରତି ତାହାଙ୍କର ପ୍ରତିଜ୍ଞାକୁ ସଫଳ କରିବା ପାଇଁ ଯାଉଅଛନ୍ତି। ପ୍ରିୟ ବନ୍ଧୁ, ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ଈଶ୍ୱର ସମଗ୍ର ମାନବ ଜାତିର ନିମନ୍ତେ ଉଦ୍ଧାର ସାଧନ କରିଅଛନ୍ତି। ସେଥିପାଇଁ ରୋମିଓ 10 ପର୍ବର 4 ପଦରେ ଲେଖା ଅଛି, କାରଣ ପ୍ରତ୍ୟେକ ବିଶ୍ୱାସୀ ପକ୍ଷରେ ଧାର୍ମିକ ଗଣିତ ହେବା ନିମନ୍ତେ ଖ୍ରୀଷ୍ଟ ବ୍ୟବସ୍ଥାର ଶେଷ ଅଟନ୍ତି। ଏହାପରେ ଗୀତ 143 ପର୍ବର 6 ପଦରେ ଏହିପରି ଲେଖା ଅଛି, ମୁଁ ତୁମ୍ଭ ଆଡ଼େ ହସ୍ତ ପ୍ରସାରୁଅଛି, ଶୁଷ୍କ ଭୂମି ତୁଲ୍ୟ ମୋ ପ୍ରାଣ ତୁମ ପାଇଁ ତୃଷିତ ହେଉଅଛି। ତେବେ ଏଠାରେ ଲକ୍ଷ୍ୟ କରିବାର ବିଷୟ ହେଉଛି, ସେହି ଦେଶର ବାଲିଆ ମାଟିରେ ଯେତେ ବର୍ଷା ହେଲେ ମଧ୍ୟ ସେହି ଭୂମି ସେହି ଜଳକୁ ବହୁତ ଶୀଘ୍ର ପାନ କରେ, ଆଉ ଏହା ହଠାତ୍ ଶୁଖିଯାଏ। ଆଉ ସେହି ତୃଷିତ ଭୂମି ଏହି ଜଳକୁ ଶୋଷି ନିଏ। ଦାଉଦ କହନ୍ତି, ଶୁଷ୍କ ଭୂମି ତୁଲ୍ୟ ମୋ ପ୍ରାଣ ତୁମ୍ଭ ପାଇଁ ତୃଷିତ ହେଉଅଛି। ଦାଉଦ ପ୍ରଭୁଙ୍କ ପାଇଁ ତୃଷିତ ଥିଲେ। ଗୀତ 143 ପର୍ବର 7ରୁ 10 ପଦ ମଧ୍ୟରେ ଏହିପରି ଲେଖା ଅଛି, ହେ ସଦାପ୍ରଭୁ, ମୋତେ ଉତ୍ତର ଦେବାକୁ ସତ୍ୱର ହୁଅ। ମୋର ଆତ୍ମା କ୍ଷୀଣ ହେଉଅଛି, ମୋଠାରୁ ଆପଣା ମୁଖ ଲୁଚାଅ ନାହିଁ। କେଜାଣି ମୁଁ ଗର୍ତ୍ତଗାମୀମାନଙ୍କ ତୁଲ୍ୟ ହେବି। ପ୍ରଭାତରେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାର କଥା ମୋତେ ଶୁଣାଅ, କାରଣ ମୁଁ ତୁମ୍ଭଠାରେ ଭରସା ରଖେ। ମୋର ଗନ୍ତବ୍ୟ ପଥ ମୋତେ ଜଣାଅ, କାରଣ ମୁଁ ତୁମ୍ଭ ଆଡ଼େ ଆପଣା ପ୍ରାଣ ଉଠାଏ। ହେ ସଦାପ୍ରଭୁ, ମୋ ଶତ୍ରୁଗଣଠାରୁ ମୋତେ ଉଦ୍ଧାର କର। ମୁଁ ଲୁଚିବା ପାଇଁ ତୁମ୍ଭ ନିକଟକୁ ପଳାଏ। ତୁମ୍ଭର ଇଷ୍ଟ ସାଧନ କରିବାକୁ ମୋତେ ଶିକ୍ଷା ଦିଅ, କାରଣ ତୁମେ ମୋର ପରମେଶ୍ୱର। ତୁମ୍ଭର ଆତ୍ମା ମଙ୍ଗଳମୟ, ମୋତେ ସରଳ ଭୂମିରେ ଗମନ କରାଅ। ଦାଉଦ ଏଠାରେ ଈଶ୍ୱରଙ୍କୁ କହନ୍ତି, ତୁମ୍ଭେ କେବଳ ମୋର ଏକମାତ୍ର ସହାୟ। ଏହା ଦାଉଦଙ୍କର ଭରସାର ବିଷୟକୁ ପ୍ରକାଶ କରେ, ଯାହାକି ସେ ସଦାପ୍ରଭୁଙ୍କୁ ତାହାଙ୍କର ଏକମାତ୍ର ଭରସା ଓ ଆଶ୍ରୟସ୍ଥଳ ରୂପେ ଗ୍ରହଣ କରିଥିଲେ। ଦାଉଦ ପ୍ରାର୍ଥନା କରନ୍ତି, ତୁମର ଇଷ୍ଟ ସାଧନ କରିବାକୁ ମୋତେ ଶିକ୍ଷା ଦିଅ, କାରଣ ତୁମେ ମୋର ପରମେଶ୍ୱର। ଆଜି ଆମ ପ୍ରତ୍ୟେକଙ୍କର ସେହିପରି ପ୍ରାର୍ଥନା ହେବା ଉଚିତ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।